ଭାରତବର୍ଷର ଅଧ୍ୟଭାଗରେ ଓଡ଼ିଶା ରାଜ୍ୟ। ଓଡ଼ିଶାର ଗର୍ବ ଓଡ଼ିଆ ପୁଅ। ଓଡ଼ିଶାର ମଧ୍ୟସ୍ଥଳରେ ଗୋଟିଏ ଛୋଟିଆ ସହର ବୌଦ୍ଧ ଜିଲ୍ଲା ଅବସ୍ଥିତ, ଯାହାକି ପ୍ରକୃତିର ସବୁଜିମାରେ ଭରପୁର। ବୌଦ୍ଧ ସହରଠାରୁ ବଲାଙ୍ଗୀର ରାସ୍ତାରେ 13 କିଲୋମିଟର ଗଲା ପରେ ପଡ଼େ ଜହ୍ନାପଙ୍କ ଛକ। ଜହ୍ନାପଙ୍କରୁ ଡାହାଣ ପଟକୁ 2 କିଲୋମିଟର ଗଲା ପରେ ପଡ଼େ ଐତିହାସିକ ପୀଠ ଗନ୍ଧରାଡ଼ି ମନ୍ଦିର, ଯାହାକୁ ଚାରିଶମ୍ଭୁ ମନ୍ଦିର ମଧ୍ୟ କୁହାଯାଏ। ଗୋଟାଏ ମଣ୍ଡପରେ ହରିହର ପୂଜା ପାଉଥିବା ବେଳେ, ଯାହାକି ଭାରତରେ ଏକ ବିରଳ ମନ୍ଦିର। ମନ୍ଦିରକୁ ଯିବା ବାଟରେ ପଡ଼େ ନାରାୟଣନଗର ଗ୍ରାମ। ସେ ସମୟର ରାଜା ନାରାୟଣ ପ୍ରସାଦ ସିଂଦେଓଙ୍କ ନାମରେ ଗାଁର ନାଁ ନାମିତ ହୋଇଅଛି ଏବଂ ରାଣୀ ଲକ୍ଷ୍ମୀବାଈଙ୍କ ନାମାନୁସାରେ ଏହି ଗ୍ରାମକୁ ଲକ୍ଷ୍ମୀପ୍ରସାଦ ମଧ୍ୟ କୁହାଯାଏ। ଗାଁର ଗଳିଗୁଡ଼ିକ ବର୍ଗକ୍ଷେତ୍ର ଭଳିଆ ସୁନ୍ଦର ଭାବରେ ବସତି ସ୍ଥାପନ ହୋଇଛି, ଯେଉଁଟାକି ପୁରାତନ ସଭ୍ୟତା ହରପ୍ପା ଓ ମହେଞ୍ଜୋଦାର ସଭ୍ୟତା ଭଳି। ଏହି ଗାଁର ପ୍ରାୟତଃ ଲୋକ ମେହେର ସମ୍ପ୍ରଦାୟର। ଅନ୍ୟ ସମ୍ପ୍ରଦାୟର ଲୋକ ମଧ୍ୟ ଏ ଗାଁରେ ବସବାସ କରନ୍ତି। ଗାଁର ସମସ୍ତେ ପ୍ରାୟ ଧର୍ମ ବିଶ୍ୱାସୀ। ଗ୍ରାମର କିଛି ଭଦ୍ର ବ୍ୟକ୍ତି 1936 ମସିହାରେ ଏକ ମନ୍ଦିର ନିର୍ମାଣ କରି ପ୍ରଭୁ ଜଗନ୍ନାଥଙ୍କୁ ଦଧିବାମନ ରୂପରେ ପୂଜା କରୁଥିଲେ। 12 ମାସରେ 13 ପର୍ବ ହେଉଥିବା ବେଳେ ଗାଁର ରଥଯାତ୍ରା ଓ ରାମଲୀଳା ଅନ୍ୟତମ। ଏଠାକାର ରାମଲୀଳା ଏ ଅଞ୍ଚଳରେ ବେଶ୍ ଖ୍ୟାତି ଅର୍ଜନ କରିଥିବାରୁ ଓଡ଼ିଶା ସରକାର ଏହି ଗ୍ରାମକୁ ଲୋକକଳା ଗ୍ରାମ ଭାବରେ ନାମିତ କରିଛନ୍ତି। ସମୟକ୍ରମେ ମନ୍ଦିରର କିଛି ଅଂଶ କ୍ଷୁଣ୍ଣ ହେବା ଫଳରେ ଗ୍ରାମର କିଛି ବିଶିଷ୍ଟ ବ୍ୟକ୍ତି ଏକ ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ତେଣୁ 2014 ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ 2025 ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ମନ୍ଦିରର ଉଚ୍ଚତା ପ୍ରାୟ 85 ଫୁଟ ହୋଇଥିବା ବେଳେ ମନ୍ଦିରର କାରୁକାର୍ଯ୍ୟ ଅତୀବ ଆକର୍ଷଣୀୟ, ଯାହାକୁ କି ନିର୍ମାଣ କରିଥିଲେ ଶିଳ୍ପୀ ଗୌରହରି ମହାରଣା। ଗୋଟାଏ ମଣ୍ଡପରେ 2ଟି ଭବ୍ୟ ଯୁଗ୍ମ ମନ୍ଦିରର ପରିକଳ୍ପନା କରି ଗୋଟିଏରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୂଜା ପାଇବାକୁ ଥିବାବେଳେ ଅନ୍ୟଟିରେ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା ଓ ହନୁମାନ ବିରାଜମାନ କରିଛନ୍ତି। ଆସନ୍ତୁ ଦେଖିଯିବା ସେହି ମନ୍ଦିରର କେତେ ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡ଼ାକ।